ବିଜୟ ହଜାରେ ଟ୍ରଫିରେ 4 ୱିକେଟରେ ଜିତିଲା ଓଡ଼ିଶା। ତେବେ ସୂଚନା ଅନୁସାରେ ବିଜୟ ହଜାରେ ଟ୍ରଫିରେ ଜିତିଲା ଓଡ଼ିଶା। ସର୍ଭିସେସ୍ ବିପକ୍ଷରେ 4 ୱିକେଟରେ ଜିତିଲା ଓଡ଼ିଶା। 84 ରନ୍ ଟାର୍ଗେଟକୁ 6 ୱିକେଟ ହରାଇ ହାସଲ କଲା। ରାଜେଶ ମହାନ୍ତି ଓ ସମ୍ବିତ ବରାଳଙ୍କ ଘାତକ ବୋଲିଂ। ଓଡ଼ିଶା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ 25 ବର୍ଷୀୟ ଖେଳାଳି ରାଜେଶ ମହାନ୍ତି ସପ୍ତମ ଓଭରରେ ପ୍ରଭାବ ପକାଇ ସାଗର ଦୟାଳଙ୍କୁ କ୍ଲିନ୍ ବୋଲ୍ଡ କରି ତାଙ୍କର ପ୍ରଥମ ୱିକେଟ ନେଇଥିଲେ। ପରବର୍ତ୍ତୀ ଡେଲିଭରୀରେ ସେ ଆୟୁଷ ଶୁକ୍ଲାଙ୍କୁ ଏଲବିଡବ୍ଲ୍ୟୁ ପାଇଁ ଟ୍ରାପ୍ କରିଥିଲେ। ତାପରେ ମହାନ୍ତି ରବି ଚୌହାନଙ୍କୁ ଗୋଲ୍ଡେନ୍ ଡକ୍ ପାଇଁ ଆଉଟ୍ କରି ତାଙ୍କର ହ୍ୟାଟ୍ରିକ୍ ପୂରଣ କରିଥିଲେ। ମହାନ୍ତି ତାଙ୍କ ସ୍ପେଲ୍ ଶେଷ କରି 9 ଓଭରରେ 25 ରନ୍ ଦେଇ 3 ୱିକେଟ ନେଇଥିଲେ। ତାଙ୍କ ପ୍ରୟାସରେ ଓଡ଼ିଶା ସର୍ଭିସେସ୍କୁ ମାତ୍ର 83 ରନ୍ରେ ଅଲ୍ ଆଉଟ୍ କରିଥିଲା, ଯାହା ବିଜୟ ହଜାରେ ଟ୍ରଫିରେ ସେମାନଙ୍କର ଦ୍ୱିତୀୟ ସର୍ବନିମ୍ନ ସ୍କୋର ଥିଲା। ତାଙ୍କୁ ସମ୍ବିତ ଏସ୍ ବରାଲ ଭଲ ସମର୍ଥନ କରିଥିଲେ, ଯିଏ 21 ରନ୍ ଦେଇ 4 ୱିକେଟ ନେଇଥିଲେ। ବାଦଲ ବିଶ୍ୱାଳ ମଧ୍ୟ 20 ରନ୍ ଦେଇ 2ଟି ୱିକେଟ ନେଇଥିଲେ। ଏହି ସମୟରେ ଦ୍ୱିତୀୟ ଇନିଂସରେ 84 ରନ୍ର ଏକ ସାଧାରଣ ଲକ୍ଷ୍ୟକୁ ପିଛା କରି ଓଡ଼ିଶା ଏକ ଖରାପ ଆରମ୍ଭ କରିଥିଲା, କାରଣ ଓପନର ସ୍ୱସ୍ତିକ ସାମଲ ଏବଂ ଓମ୍ ଟି ମୁଣ୍ଡେ ଶସ୍ତାରେ ଆଉଟ୍ ହୋଇଥିଲେ। ତଥାପି 69 ବଲ୍ରୁ 32 ରନ୍ କରି ଅପରାଜିତ ରହିଥିବା ସନ୍ଦୀପ ପଟ୍ଟନାୟକ ଇନିଂସକୁ ସ୍ଥିର କରିଥିଲେ ଏବଂ ତାଙ୍କ ଦଳକୁ 4 ୱିକେଟ ବିଜୟ ପାଇଁ ମାର୍ଗଦର୍ଶନ କରିଥିଲେ। ପଟ୍ଟନାୟକଙ୍କୁ ଛାଡ଼ି କେବଳ ଗୋବିନ୍ଦ ପଦାର ଏବଂ ରାଜେଶ ମହାନ୍ତି 2 ଅଙ୍କ ଛୁଇଁ ପାରିଥିଲେ।